से प्रसंगटी है धर्म परिवर्तन कर ना। प्रसंगटी है धर्म परिवर्तन कर ना। आज समय चारिआडे गोटे चहल आजिकल देखुछु। प्रभु जीशु ख्रीस्ट स्वर्ग आसी जहां द्वारा समुदाय विश्व सृष्टि है। से सृष्टिकर्ता ईश्वर मनुष्य को पापर उद्धार करने निमंते से त्राणकर्ता ही आसिले। से उद्धारकर्ता ही आसिले। तो मनुष्यर उद्धार, मनुष्यर पाप क्षमा, वेन रे विभिन्न प्रकार पुस्तक बिक्री होता है। वही पुस्तक किणवा मोर गोटे शौक थाए। से समय
ପ୍ରାପ୍ତ ହେଲେ କିନ୍ତୁ ଆଜି ପର୍ଯ୍ୟନ୍ତ ସେ ସମାଧି ଶୂନ୍ୟ ଅଛି ଆଉ ସେ ଜୀବିତ ଅଛନ୍ତି। ସେ ଆଉ କେହି ନୁହନ୍ତି, ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ, ଅନୁଗ୍ରହ କରନ୍ତୁ, ଧର୍ମ ପରିବର୍ତ୍ତନ କରନ୍ତୁ ନାହିଁ। କାରଣ ବାଇବଲରେ ଦେଖିବେ ଯେ ଧର୍ମ ପରିବର୍ତ୍ତନ କଥା ଲେଖାଯାଏ, ମନ ପରିବର୍ତ୍ତନ କଥା ଲେଖାଯାଉଛି। କନଭର୍ସନ ଅଫ ରିଲିଜନ ନୁହଁ, କନଭର୍ସନ ଅଫ ହାର୍ଟ, ହୃଦୟର ପରିବର୍ତ୍ତନ, ମନର ପରିବର୍ତ୍ତନ, ଏଇଟା ବାଇବଲ କୁହେ। ପ୍ରିୟମାନେ, ଲୋକମାନେ ଏଇଟା ବି ବୁଝି ପାରୁନାହାନ୍ତି। ଅକାରଣରେ ଲୋକଙ୍କ ନାଁରେ କେସ୍ ବୁକ୍ କରିବା, ସେମାନଙ୍କୁ ଜେଲ ପଠାଇବା, ସେମାନଙ୍କୁ ଚକ୍ରାନ୍ତ କରିବା, ସେମାନଙ୍କୁ ବାଡେଇବା, ଏଗୁଡାକ ପ୍ରିୟ ଭାଇ ଭଉଣୀ ମାନେ କୌଣସି ଧର୍ମ ମୁଁ ଅନେକ ଧର୍ମଗ୍ରନ୍ଥ ବି ପଢିଛି ବାଇବେଲ ବ୍ୟତୀତ, କିନ୍ତୁ ମୁଁ ଜାଣିପାରିଛି ଯେ ଉଦ୍ଧାର କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରୁ ହୁଏ। ତେଣୁ ଯେତେବେଳେ ସେ ଜଗତକୁ ଆସିଲେ, ବାଇବେଲ ଗୋଟେ ପଦ ପଢିବେ, ମାଥ୍ୟୁ ତାର 1:21 ପଦ, ମାଥ୍ୟୁ ଚାପ୍ଟର 1 verse 21। ସେ ପୁତ୍ର ପ୍ରସବ କରିବେ ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। ଦେଖାଯାଉଛି ଦୂତ କହୁଛନ୍ତି ତାହାଙ୍କ ନାମ ଯୀଶୁ ଦେବ। ଯୀଶୁଙ୍କ ନାମ ପୃଥିବୀରେ ଦିଆଯାଉନି, ସ୍ୱର୍ଗରୁ ପ୍ରେରିତ ହେଲା ବେଳେ ତାହାଙ୍କ ନାମ ତୁମେ ପୁତ୍ର ପ୍ରସବ କରିବେ, କନ୍ୟା ନୁହଁ ହେଲା। ମାନେ ଅନେକ କନ୍ୟା ମାନଙ୍କୁ ବି ମାନନ୍ତି, କିନ୍ତୁ କନ୍ୟାଙ୍କ ଦ୍ୱାରା ଉଦ୍ଧାର ନୁହେଁ। ତୁମେ ପୁତ୍ର ପ୍ରସବ କରିବ ଆଉ ତାହାଙ୍କ ନାମ ଯୀଶୁ ଦେବ। ନାମ ବି ପର୍ଟିକୁଲାର ନାମ ଦିଆଯାଉଛି। ଆମମାନଙ୍କୁ ଯୋଉ କୁହାଯାଉଛି ନାଇଁ ଆଜ୍ଞା ନାମ ଅଲଗା ଅଲଗା, ଈଶ୍ୱର ଏକ। ଆମେ ଯେବେ ସ୍କୁଲରେ ପଢିଛୁ, ଆମେ ଜାଣିଛୁ ଆଟେଣ୍ଡାନ୍ସ ରେଜିଷ୍ଟରରେ ଯଦି 60ଟା ଷ୍ଟୁଡେଣ୍ଟ 60 ଲୋକର ନାଁ ଥାଏ, ଗୋଟିଏ ନାଁ ଡାକିଲେ ସମସ୍ତେ ପ୍ରେଜେଣ୍ଟ ସାର୍ ବୋଲି କୁହନ୍ତି। ଆଧାର କାର୍ଡରେ ସମସ୍ତଙ୍କ ନାଁ ଅଲଗା ଅଲଗା ଅଛି, ଗୋଟିଏ ନାଁ ନାହିଁ। ବ୍ୟାଙ୍କରେ ଅଲଗା ଅଲଗା ନାଁ ଅଛି, ନାଁ ଯଦି ଟିକେ ଗଡବଡ ତାକୁ କରେକ୍ସନ କରିବା ପାଇଁ ପଡୁଛି। କାହିଁକି? ନାମ ଯଦି ଅଲଗା ହେଲେ ବ୍ୟକ୍ତି ବି ଅଲଗା ହୁଏ। ଆମ ଲୋକମାନେ କୁହନ୍ତି ନା ଆଜ୍ଞା ନାମ ଅଲଗା ଅଲଗା, ଈଶ୍ୱର ଏକ। ତାପରେ ଆଉ ଗୋଟେ କଥା କଣ କୁହନ୍ତି, ରାସ୍ତା ଅଲଗା ଅଲଗା ଆଜ୍ଞା, ପହଞ୍ଚିବା ଜାଗା ଗୋଟେ। ପ୍ରିୟ ଭାଇ ଭଉଣୀ ମାନେ, ରାସ୍ତା ଯଦି ଅଲଗା ହୁଏ ତାହେଲେ ପହଞ୍ଚିବା ସ୍ଥାନ ବି ଅଲଗା ହୁଏ। ଏତିକି ତ ଆମେ ହ୍ୟୁମାନ ନଲେଜରେ ବୁଝିବା ଦରକାର। ତ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ବାଇବଲ କୋଉଠି ବି ଧର୍ମ ପରିବର୍ତ୍ତନ କଥା କୁହେନି। ନୂତନ ନିୟମରେ ଯେତେବେଳେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଘୋଷଣା କରାଗଲା, ପଢିବେ ଟିକେ ସେ ପଦଟା, ମାଥ୍ୟୁ 3:2। ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। କଣ ଲେଖାଯାଉଛି? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଈଶ୍ୱରଙ୍କ ଠାରୁ ପ୍ରେରିତ ଜଣେ ବ୍ୟକ୍ତି ଆସିଲେ। ଦେଖନ୍ତୁ, ଈଶ୍ୱର ଜଣେ ବ୍ୟକ୍ତିକୁ ପଠେଇଲେ, ତାହାଙ୍କ ନାମ ଜନ୍ ଦ ବାପ୍ଟିଷ୍ଟ। ସେ କଣ କହୁଛନ୍ତି? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଯଦି ସ୍ୱର୍ଗକୁ ଯିବାର ଅଛି, ମନ ପରିବର୍ତ୍ତନ କରିବାର ଅଛି, ଧର୍ମ ପରିବର୍ତ୍ତନ କରିବାର ନାହିଁ। ଧର୍ମ ପରିବର୍ତ୍ତନ ନାହିଁ, ମନ ପରିବର୍ତ୍ତନ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଆଜି ତାଙ୍କର ବାକ୍ୟ ଦ୍ୱାରା ସ୍ପଷ୍ଟ ଭାବରେ ସେ କଥା ହଉଛନ୍ତି। ଆଉ ତାଙ୍କର ବାକ୍ୟ ତ ଅଲରେଡି ସ୍ପଷ୍ଟ ଅଟେ, ତାକୁ ବୁଝିବା ପାଇଁ ଆମେ ପ୍ରସ୍ତୁତ ହେଲେ ଯଥେଷ୍ଟ। ଆପଣ ମତେ ଖୋଲିବେ ପ୍ରକାଶିତ ବାକ୍ୟ ତାର 7 ପର୍ବ ତାର 9 ପଦ। ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ ଓ ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା ଶୁକ୍ଳବସ୍ତ୍ର ପରିହିତ ହୋଇ ଓ ଖଜୁରୀ ବାହଙ୍ଗା ହସ୍ତରେ ଧରି ସିଂହାସନ ଓ ମେଷଶାବକଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇଅଛନ୍ତି। ଏଇଟା ପଢିଲେ ଆପଣ କଣ ଜାଣିପାରୁଛନ୍ତି? ମୁଁ ମଧ୍ୟ ପଢୁଛି ଆପଣଙ୍କ ପାଇଁ। ଏହାପରେ ମୁଁ ଦୃଷ୍ଟିପାତ କଲି, ଜହନ କହୁଛନ୍ତି, ଏହାପରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସର୍ବଜାତୀୟ, ସର୍ବଗୋଷ୍ଠୀୟ, ସର୍ବବଂଶୀୟ, ସର୍ବଭାଷାବାଦୀ ଅଗଣ୍ୟ ଏକ ମହାଜନତା
लोक मान ऊपर अंश खाली पढ़ी दियंती चारि पद जे 1,44,100 लोक ही मुद्रांकित से माने स्वर्ग को जिबे तो माने बेखारे जाउछो यीशु को पछरे क्रिश्चियन होउछो तुमको स्वर्ग रे जागा मिलिबो नाही बेले बेले से लोक मान कहंती समस्त को पाई नाही 1,44,000 लोक पाए का तुम मान को स्वर्ग रे जागा मिलिबो नाही एटा क्यों माने कहंती जो माने लोक मान को नीच जाति सान जाति तुम्हें गले ईश्वर मारा ही जिबे सेही लोक माने कहंती जो माने प्रभु बोली ग्रहण कला परे मध्य आमर देश लोक मान को अछूत बोली कहा जाए नीच जातिर बोली कहा जाए मंदिर रे प्रवेश करबा को दिया जाए नै से माने कथा कहंती कोन बोली कि नाही 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 1,44,000 लोक जिबे तो माने जीवन नाही से छोटपट हेबा दरकार नाही स्वर्ग केवल जिहुदी मान को पाए से जिहुदी मान के स्पर से एटा लोक माने भ्रमात्मक इंटरप्रिटेशन आपण बहुत देखियो एटी कोन लिखा जाउछि आमो पाई लिखा जाउछि एहा परे प्रभु को धन्यवाद दिए जे बाइबल आम भाषा रे आसीछि से तुम समस्त को कहे आपण एते तो पढिलेनी तोरे बाइबल भी टिके पढन बाइबल पढिले सत्यता जानि पर आपण को के बुझाइबा दरकार नै ऑलरेडी आपण माने एजुकेटेड डॉक्टर को किछि बुझाइबा दरकार कारण मेमोरी एते शार्प एते मेडिसिन मन प्रोफेसर मान को साइंटिस्ट मान को देखो मंत्री मान को देखो किछि पेपर ने ऑनर गल कहि चलंती से एते विज्ञ लोक माने हमर पिला माने टॉपर गुडा हाई स्कूल रे हो से मानकर स्टूडेंट कॉलेज एकेडमिक करियर हो से मानकर जोकन से माने बहुत एक्सेल से माने भारत गोटे विज्ञ लोक मानकर देश एबेरु नै आगरु आज शिक्षार मर्यादा नहीं आज किंतु आम देश विश्व गोटे शिक्षित देश आसे आमर भारतीय मान पाखरे प्रिय भाई बणी माने हुए तो भलो खाइबा पे न थाई पारे भलो पिंधिबा पे न थाई पारे भलो घर न थाई पारे एटा शोषण शिकार द्वारा होचंती किंतु शिक्षा रे केही मदे उना न जेते म एनकरेज करे थोरे बाइबल पढी की देखो आपण को भाषा रे अवेलेबल अछि थोरे बाइबल पढी की देखो ए कोन लिखा जाउछि यहा परे मु दृष्टिपात कली आ देखो सर्व जातीय सर्व गोष्ठीय सर्व वंशीय सर्व भाषावादी अगण्य एक महाजनता 1,44,000 नुह अगण्य एक महाजनता शुक्ल वस्त्र परिहित होई और खजुरी भांगा हस्तरे धरी सिंहासन और मेष शावक सम्मुख दंडायमान एटी कोटा मिसिंग अछि लिखा जाउछि सर्व जातीय सर्व गोष्ठीय सर्व वंशीय सर्व भाषावादी किंतु सर्व धर्मीय लिखाई आपनकर बाइबल लिखाई कि सर्वधर्मीय जदि कार अच्छी मत हाथ उठे कहे सर्वधर्मीय लिखाई नाई 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 माने कौन सबु धर्मर लोक स्वर्ग को जीवे ना जीवे सबु धर्म रे किछि ना किछि भलो काम करबा लोक अछंती प्रिय भाई बणी माने भलो काम करी स्वर्ग रे जाई हेबो नै उद्धार पाइला परे भलो काम करबा कर्म बिना विश्वास मृत उद्धार माने भलो काम करे उद्धार में पाइबु नै कि उद्धार पाइला पर हमको भलो काम करबा चैरिटी करी कि लोक मान को सेवा शुश्रूषा करी दान दक्षिणा करी दान धर्म करी के स्वर्ग को जाई परिबो नै किंतु उद्धार पाइला परे निश्चित भाबरे एडा उद्धार प्राप्त हेबार फल सेटा जे से उत्तम काम करे एटा में देखु सर्व धर्मीय लिखा जाय 10 पद तार उत्तर देखिबे से मान उच्च स्वर कहउछंती परित्राण सिंहासन प्रविष्ट आंभमान को ईश्वरंकर ओ मेष शावकंकर कार्य हालेलुया परित्राण कहार कार्य परित्राण धर्मर कार्य नुहे परित्राण ईश्वरंक और सिंहासन प्रविष्ट मेष शावकंकर कार्य अटे परित्राण प्रभुंक द्वारा हुए परित्राण प्रभु करंती प्रिय भाई बहन माने कन्वर्सन बिलोंग्स टू गॉड कन्वर्सन प्रभु करंती आमे केवल कन्वर्सेशन करितो आमे केवल कहि थाउ आ हमर संविधान एबे पर्यंत हमर देश रे प्रत्येक को समान को विश्वास मत को स्वीकार करिबा पाए प्रचार करिबा पाए स्वाधीनता दी आमे गोटे गणतांत्रिक देश रे बसवास करू प्रभु को नाम रो जय गान प्रभु को नाम रो स्तुति
प्रिय भाई भौणी माने प्रभु आमान को प्रत्येक को अनुग्रह करंतु प्रभु आमान को सहाय्य करंतु एठो हम जानि परलु जे कोनोसी धर्म मुक्ति दे पारिबो नहीं मुक्ति केवल यीशु को द्वारा हुए प्रभु आमान को सहाय्य करंतु आपण अनेक महानायक मान को देखिबे अनेक राष्ट्र नायक मान को देखिबे अनेक संस्कारक मान को देखिबे अनेक विप्लवी मान को देखिबे किंतु परित्राण बा उद्धार से मान को द्वारा आसेन रक्तपात करिसंती राज्य स्थापन करिसंती अनाकटा करिसंती एवरीथिंग से मान करि सारि किंतु परित्राण देई पारे ना प्रिय भाई भौणी मान आज मध्ये हमें देखु अनेक लोक माने मंत्र तंत्र करके गुडे काम करन रोग सुस्थ कर दियंती आ भविष्य विषय कहि दियंती गुडे काम करंती लोक मान कोन ना का सेठी गले भी होउची एठी गले भी होउची ठीक अछि होउची किंतु परित्राण कोठी मिलुची पाप क्षमा कोठी मिलुची सेठी मिलुची कि मते थरे जने कहूची आज्ञा जीसु कोन देई पारे जीसु कर तो घर नथिला मुंड को जीवर स्थान नथिला बढ़ी काम कले से जगत रो साधारण जीवन कले से कोन देई पारंती आज्ञा मु ताको हसी की कहिली से परित्राण देई पारंती से पाप क्षमा देई पारंती आ दुनिया रे केही मदे से देई पारंती तेणु प्रिय भाई भौणी माने धर्म परिवर्तन करंतु नाही मन परिवर्तन करंतु आज मु प्रत्येक कहिबा पाई चाहे जे जा धर्म रे थाउ तार धर्म ताको जिंदाबाद किंतु एतके मन रखिबा दरकार जे मोर धर्म मते मुक्ति देई परिबो नै मोर धर्म मते पाप क्षमा देई परिबो नै यीशु कोनोसी धर्म रो नहंती यीशु ईश्वर अटंती से स्वर्ग रो आसीथिले समुदाय मानव जाति निमंते एकमात्र त्राणकर्ता से प्रभु यीशु ख्रीष्ट प्रथम तिमोथी तार 1 पर्व 15 पद पढ़िबे प्रथम तिमोथी तार 1 पर्व 15 पद पापी मानंकु परित्राण करिबा निमंते ख्रीष्ट यीशु जे जगत रे अवतीर्ण हेले एही वाक्य विश्वास और सर्वत भावे ग्रहण योग्य सेही पापी मानक मध्य रे मो प्रधान देखो तो केते स्पष्ट भाबरे लिखा होछि बहुत स्पष्ट प्रिय माने पापी मानंकु परित्राण करिबा निमंते ख्रीष्ट यीशु जे जगत रे अवतीर्ण हेले एही वाक्य विश्वास और सर्वत भावे ग्रहण योग्य अग्राह्य करा जाई परिबो नै कहंतु मते थरे जने व्यक्ति एमती धरि पकेला मोर फ्रेंड आका से मते कहला तुम यीशु को काहे विश्वास करू हाईली एजुकेटेड से इंटेलेक्चुअल लोकडा से बॉयज को मटर बहुत बॉयज को से समय इंग्लिश एमए करथिले और जॉब से सर्च करथिले से हाईली एजुकेटेड बहुत विज्ञ लोकडा से मते कहले अच्छा निरंजन तुम यीशु को काहे विश्वास करू आम देश तो एते अछंती से मान को तुम विश्वास कले हबनी तांको मानिले हबो नै यार से मते देखले मु एगुडा को करे नै कहले तुम काहे कि यीशु को ए तो विदेशी भगवान एटा तुम एतकी पाठ पढला परे तुम तो विदेशी भगवान तुम काहे कि यीशु को विश्वास करू मु तांको हसी की कहली भाई ना यीशु को छोड़ा जदि आउ किए पाप क्षमा देई पारिबो मुक्ति देई पारिबो आपण गोटे नाम कहतु मु तांको भी विश्वास करी जदि आपण जानुछंती जे यीशु को छडा आपण खोजंतु आपण मु टाइम देली मान गोटे मास देली 15 दिन मासे देली 2 मास देली आपण खोज जतके समय पाइबे खोजंतु सब शास्त्र पढंतु सब ज्ञानी विज्ञ लोक मान को पचारंतु मुक्ति देई पारिबे कि पाप क्षमा देई पारिबे कि सेटा कोन उद्धार करि पारिबे कि मते अनंत मृत्यु रक्षा करि पारिबे कि पचारंतु आपण यीशु को छोड़ा जदि आउ किए जदि उद्धार करि पारबो मते कोंतु मु तांको भी ग्रहण करी जदि नाही तले आपण यीशु को ग्रहण कर मोर कोइबा सत्य थिला प्रिय भाई बहन माने हमें धर्म परिवर्तन करिनो हमें मन परिवर्तन करिछु कारण एई कथा हमें जानो जे यीशु को छोड़ा आकाश तले मनुष्य मान को उद्धार करिबा निमंते पाप क्षमा देबा निमंते आ अन्य नाम दिया जाई नाही अन्य नाम दिया जाए प्रभु को नाम स्तुति हो प्रभु को नाम गौरव हो प्रिय माने आम केते सौभाग्यशाली लोक माने जे सत्य परमेश्वर को हमें जानी छु तेणु आम प्रचार करू तेणु आम कहू थोड़े गोटे कोटेशन मु पढ़ी बहुत वर्ष तले प्राय गोटे 20 वर्ष तले जनकर घरे मु टेबुल रे से लगे से काचो
ଭିତରେ ଲେଖା ହେଇଛି ଗୋଟେ ବଡ କୋଟେସନ ଲେଖା ହେଇଛି, if you are not happy with your birth then go for rebirth। ଏଇଟା ଲେଖା ହେଇଛି, if you are not happy with your birth then go for rebirth। ଯଦି ଆପଣ ଏଇ ଜନ୍ମରେ ସନ୍ତୁଷ୍ଟ ନୁହନ୍ତି ତାହେଲେ ଆପଣ ପୁନର୍ଜନ୍ମକୁ ଯାଆନ୍ତି। କେତେ ସୁନ୍ଦର କଥା, ପୁନର୍ଜନ୍ମ ମଲା ପରେ ନାହିଁ, ବଞ୍ଚିବା ସମୟରେ ହିଁ ପୁନର୍ଜନ୍ମ। ଏଇ କଥା ଯେତେବେଳେ ପ୍ରଭୁ ନିକୋଦିମକୁ କହିଲେ, ନିକୋଦିମର ମୁଣ୍ଡ ଘୁରିଲା। ଗୋଟେ ଧର୍ମୀୟ ନେତା ତୁମକୁ ପୁନର୍ଜନ୍ମ ଲାଭ କରିବାକୁ ସେ କହିଲେ, ଏ ବୃଦ୍ଧ ବୟସରେ ପୁଣି ମା ପେଟରେ ମୁଁ ପଶିକି ଆହୁରି କେମିତି ବାହାରିବି? ଆମମାନେ ସୌଭାଗ୍ୟଶାଳୀ ଲୋକ ଅଟୁ ଯେ ଆମେ ଭାରତର ନାଗରିକ। ଭାରତ ଆମର ଜନ୍ମସିଦ୍ଧ ଅଧିକାର। ପ୍ରିୟ ଭାଇ ଭଉଣୀ ମାନେ, ମୁଁ ବିଦେଶ କେବେ ଯାଇନାହିଁ ହେଲା, କିନ୍ତୁ ମୁଁ ଜାଣିବା ଅନୁସାରେ ଭାରତ ଭଳିଆ ଦେଶ ପୃଥିବୀରେ ଆପଣ କୋଉଠି ପାଇବେ। ଆଉ ଯେହେତୁ ଆମେ ଓଡିଆ, ମୁଁ ସବୁବେଳେ କୁହେ ଓଡିଆ ଜଗତେ ବଢିଆ। ମାନେ ଓଡିଆ ଲୋକମାନଙ୍କ ଭଳିଆ ବଢିଆ ଲୋକ ଆପଣ ଇଣ୍ଡିଆ ସାରା କୋଉଠି ଯାଆନ୍ତୁ ପାଇବେନି। ଆପଣ ରାଜନୈତିକ ଅସ୍ଥିରତା ଦେଖିଲା ଜାଣିପାରୁଥିବେ ଯେ ଆମେ ଓଡିଶାରେ କେମିତି ଆରାମରେ ଅଛୁ, ପରିଶ୍ରମ କରୁଛୁ, ରୋଜଗାର କରୁଛୁ, କୁଲି ମଜୁରୀ କରି ଚଳୁଛୁ, କିନ୍ତୁ ଶାନ୍ତିରେ ଅଛୁ। ଆଉ ଓଡିଆ ଲୋକ ବେଷ୍ଟ ଲୋକ। ଆମେ ଭାରତୀୟ, ତଥାପି ଆମର ଓଡିଆ ଲୋକମାନଙ୍କୁ ଆମେ ଗର୍ବ କରିବା କଥା। ସେଇଟା ମୁଁ କହୁଛି, ଭାରତ ଆମର ଦେଶ ଅଟେ, ତଥାପି ଆମେ ଜାଣିବା ଅନୁସାରେ ତ ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏଇ ସମ୍ବାଦ ଆମର ଓଡିଆ ଭାଇ ଭଉଣୀ ମାନଙ୍କ ନିମନ୍ତେ ମୁଁ କହୁଥିବାରୁ ମୁଁ ସେମାନଙ୍କୁ ଇନକରେଜ କରିବା ପାଇଁ ଚାହେଁ। ଆପଣ ଅନ୍ୟମାନଙ୍କଠାରୁ ନିଜକୁ ନ୍ୟୁନ ମନେ କରନ୍ତୁ, ଓଡିଆ ମାନେ ନ୍ୟୁନ ନୁହଁ। ତେଣୁ ଆମର ମାତୃଭାଷା, ମାତୃଭୂମି ପ୍ରତି ଆମର ଗୋଟେ ମମତା ରହିବା ଦରକାର, ସ୍ୱାଭାବିକ ସେଇଟା। କିନ୍ତୁ ମୁଁ କହିବା ପାଇଁ ଚାହେଁ, ଭାରତ ଆମର ବର୍ଥ ରାଇଟ୍ ଅଟେ, ଆଉ ହେଭେନ ଆମର ହଉଛି ରିବର୍ଥ ରାଇଟ୍। ଇଣ୍ଡିଆ ଇଜ ଆୱାର ବର୍ଥ ରାଇଟ୍, ହେଭେନ ଇଜ ଆୱାର ରିବର୍ଥ ରାଇଟ୍। ଯେନ୍ ଉଦ୍ଧାର ପ୍ରାପ୍ତ ହେଇଛନ୍ତି, ପରିତ୍ରାଣ ପାଇଛନ୍ତି, କଣ ଅଟେ? ଯେ ସ୍ୱର୍ଗ ସେମାନଙ୍କର ଅଟେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ, ପ୍ରଭୁଙ୍କ ନାମର ଗୌରବ ହଉ। ମୁଁ କହିବା ପାଇଁ ଚାହେଁ, ଦୁନିଆରେ ଏପରି କୌଣସି ସାଧୁ ନାହାନ୍ତି, କୌଣସି ସାଧୁ ନାହାନ୍ତି ଯେ ଯୀଶୁଙ୍କ ବିନା ମୁକ୍ତି ପାଇପାରିବେ। ଦୁନିଆରେ ଏପରି ଗୋଟିଏ ବି ସାଧୁ ନାହାନ୍ତି ଯେ ଯୀଶୁଙ୍କ ବିନା ମୁକ୍ତି ପାଇପାରିବ, ଉଦ୍ଧାର ପାଇପାରିବ। ଆଉ ଦୁନିଆରେ ଏମିତି ପାପୀ ବି ନାହାନ୍ତି, ଏତେ ଘୃଣ୍ୟ ପାପୀ ବି ନାହାନ୍ତି ଯାହାକୁ ଯୀଶୁ କ୍ଷମା କରିପାରିବେ। ସେ ପାପୀ ହୁଅନ୍ତୁ ବା ଧାର୍ମିକ ହୁଅନ୍ତୁ, ସେ ପାପୀ ହୁଅନ୍ତୁ ବା ସେ ସାଧୁ ମହାତ୍ମା ହୁଅନ୍ତୁ, ଉଦ୍ଧାର ପାଇବାର ଅଛି ତାଙ୍କୁ ଯୀଶୁ ଖ୍ରୀଷ୍ଟଙ୍କର ଆବଶ୍ୟକ ଅଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟରୁ ଯୋଉ ବିଷୟ ଗୁଡାକ ଆମେ ଷ୍ଟଡି କରିବା ପାଇଁ ଯାଉଛୁ, ଆମେ ଯୋଉ ସୃଷ୍ଟିକୁ ଦେଖୁଛୁ, ଏଇଠି ପରମେଶ୍ୱରଙ୍କ ହସ୍ତର କାର୍ଯ୍ୟକୁ ଦେଖୁଛୁ। ସେ କେତେ ସୁନ୍ଦର ଭାବରେ ସେ ପୃଥିବୀକୁ ସୃଷ୍ଟି କରିଛନ୍ତି। ଏଇଟା ତାଙ୍କର ହସ୍ତର କାର୍ଯ୍ୟ ଅଟେ। ମାନେ ଏତେ ସୁନ୍ଦର ପୃଥିବୀ, ଏଇଟା କେବଳ ପ୍ରଭୁ ହିଁ ବନେଇ ପାରିବେ, ଏଇଟା ସେମିତି ରହିପାରିବେ ନାହିଁ। ଏଇଟା ପ୍ରଭୁଙ୍କର ସୃଷ୍ଟି, ପ୍ରଭୁଙ୍କର କାର୍ଯ୍ୟ ଅଟେ। ଆପଣ ଦେଖିବେ, ଯେତେବେଳେ ନୀଲ ଆର୍ମଷ୍ଟ୍ରଙ୍ଗ ସେ ଚନ୍ଦ୍ରପୃଷ୍ଠରେ ଯାଇଥିବା ପ୍ରଥମ ବ୍ୟକ୍ତି, ସେ ସେଠି ଗଲେ, ଆଉ ସେ ଗୀତ ସହିତ 8 ପର୍ବ ପଢିଲେ ସେଠି। ମୁଁ ଆପଣମାନଙ୍କୁ ଥରେ କହୁଥିଲି, ଥରେ ଜଣେ ବ୍ୟକ୍ତି ନୀଲ ଆର୍ମଷ୍ଟ୍ରଙ୍ଗଙ୍କୁ ପଚାରିଲେ, ଆପଣ ଚନ୍ଦ୍ରପୃଷ୍ଠରେ ପାଦ ଦେଇ ଚଲାବୁଲା କଲେ କେମିତି ଲାଗିଲା, ଆପଣ ନିଜକୁ କେମିତି ଫିଲ୍ ହେଇଥିବ? ସେ ଗୋଟେ କଥା କହିଲେ, ଚନ୍ଦ୍ରରେ ଯାଇକି ଚାଲିବା ବହୁତ ବଡ ଅନୁଭୂତି ନୁହେଁ, କିନ୍ତୁ ଯେ ଚନ୍ଦ୍ରକୁ ସୃଷ୍ଟି କରିଛନ୍ତି, ସେ ଜଗତରେ ଆସିକି ମାନବ ଦେହରେ ଗମନାଗମନ କରିବା, ଏଇଟା ସବୁଠୁ ଆଶ୍ଚର୍ଯ୍ୟ ବିଷୟ। ଗୋଟେ ବିଶ୍ୱାସୀ ହିଁ ତାହା କହିପାରେ। ସେ ଏଇ 8 ପର୍ବଟା ଚନ୍ଦ୍ରପୃଷ୍ଠରେ ଯାଇକି ସେ ପଢିଲେ। ମୁଁ ଆପଣଙ୍କ ପାଇଁ କହିବା ପାଇଁ ଚାହେଁ, 3 ପଦ ପଢିବି। ମୁଁ ତୁମ ଅଙ୍ଗୁଳୀକୃତ ତୁମ ଆକାଶ ମଣ୍ଡଳ ଓ ତୁମ ନିରୂପିତ ଚନ୍ଦ୍ର ଓ ନକ୍ଷତ୍ର ଗଣକୁ ବିବେଚନା କରେ, କହେ, ମନୁଷ୍ୟ କିଏ ଯେ ତୁମେ ତାହା ବିଷୟରେ ମନୋଯୋଗୀ ହେଉଅଛ, ତ ମନୁଷ୍ୟ ସନ୍ତାନ କିଏ ଯେ ତୁମେ ତାହାର ତତ୍ତ୍ୱାବଧାନ କରୁଅଛ। ସଚ୍ ଏ ୱଣ୍ଡରଫୁଲ ଗୀତଟା ପ୍ରିୟ ଭାଇ ଭଉଣୀ ମାନେ। ଗୀତ ଦାଉଦଙ୍କର ଗୀତ ବହୁତ ଭଲ ଲାଗେ ମତେ। ଗୀତ ସେ ପରମେଶ୍ୱରଙ୍କର ଯଦି ହସ୍ତର କାର୍ଯ୍ୟ ହଉଛି ଏ ସୃଷ୍ଟି,
କିନ୍ତୁ ପରିତ୍ରାଣରେ ଆମେ ତାଙ୍କ ହୃଦୟକୁ ଦେଖିଥାଉ। ସୃଷ୍ଟିରେ ତାଙ୍କର ହସ୍ତକୁ ଦେଖିଥାଉ, କିନ୍ତୁ ପରିତ୍ରାଣରେ ତାଙ୍କର ହୃଦୟକୁ ଦେଖିଥାଉ ଯେ ପରମେଶ୍ୱରଙ୍କ ହୃଦୟ କେତେ ବଡ ବିଶାଳ ଅଟେ ଯେ ଆମ ପରି ପାପୀ ମାନଙ୍କ ପାଇଁ, ଆମ ପରି ମାନେ ପାପରେ ପତିତ ଲୋକମାନଙ୍କ ପାଇଁ ତାଙ୍କର ଏକମାତ୍ର ପୁତ୍ରଙ୍କୁ ସେ ମୃତ୍ୟୁ ଭୋଗ କରିବା ପାଇଁ ପଠେଇଲେ। ଜହନ 3:16 ଟିକେ ପଢିବେ। ଜହନ 3:16। କାରଣ ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। କଣ ଲେଖା ଯାଉଛି? ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ। କେଡେ ପ୍ରେମ କଲେ ଆମେ ଜାଣିନୁ ସେ କେଡେ ପ୍ରେମ କଲେ। ଲେଖା ଯାଉଛି ଈଶ୍ୱର ଜଗତକୁ ଏଡେ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଦେଇଦେଲେ, ଯେପରି ଯେ କେହି ମାନେ ଯେ କେହି, ଆପଣ ହେଇପାରନ୍ତି, ମୁଁ ହେଇପାରେ, ଆଉ କିଏ ବି ହେଇପାରନ୍ତି, ଯେପରି ଯେ କେହି ତାହାଙ୍କ ଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ। ଏଇଟା ପ୍ରଭୁଙ୍କ ଯୋଜନା ସମୁଦାୟ ବିଶ୍ୱବାସୀଙ୍କ ପାଇଁ। ମୁଁ କହୁଥିଲି ନା, ଈଶ୍ୱର କେବଳ ଗୋଟେ ଜାତିର ଧର୍ମର ନୁହନ୍ତି। ଆମେ ଭାଗ ବଣ୍ଟା କରିଦେଇଛୁ, ତ ଆମର ଈଶ୍ୱର ତମର ଈଶ୍ୱର, ତୁମେ ଆମର ଏରିଆକୁ ଆସିବ ନା, ଆମେ ତୁମର ଏରିଆକୁ ଆସିବୁନି। ବ୍ୟବସାୟ କଲା ଭଳିଆ। ଈଶ୍ୱର ଏକମାତ୍ର ଅଟନ୍ତି, ଅଦ୍ୱିତୀୟ ଅଟନ୍ତି, ଆଉ ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ସେ ପଠେଇଲେ ଆମମାନଙ୍କ ନିମନ୍ତେ। ତେଣୁ ରୋମିଓ ମଣ୍ଡଳୀକୁ ଲେଖିବା ସମୟରେ ସାଧୁ ପାଉଲ ଲେଖୁଛନ୍ତି, ରୋମିଓ ତାର 5:8 ସେ କହୁଛନ୍ତି, କିନ୍ତୁ ଆମ୍ଭେମାନେ ପାପୀ ଥିବା ସମୟରେ ସୁଦ୍ଧା ଖ୍ରୀଷ୍ଟ ଯେ ଆମ୍ଭମାନଙ୍କ ନିମନ୍ତେ ମୃତ୍ୟୁ ଭୋଗ କଲେ, ଏଥିରେ ଈଶ୍ୱର ଆମ୍ଭମାନଙ୍କ ପ୍ରତି ଆପଣା ପ୍ରେମ ସ୍ୱପ୍ରମାଣ କରୁଅଛନ୍ତି। ଆମମାନେ ପାପୀ ଥିବା ସମୟରେ ସୁଦ୍ଧା ସେ ଆପଣା ପୁତ୍ରଙ୍କୁ ପଠେଇଲେ। ପ୍ରିୟ ଭାଇ ଭଉଣୀ ମାନେ, ବାଇବଲ କଣ କହୁଛି? ପାପର ବେତନ ମୃତ୍ୟୁ ଅଟେ। ରୋମିଓ 6:23 ଦେଖୁଛୁ ଯେ ପାପର ବେତନ ମୃତ୍ୟୁ ଅଟେ, ମୃତ୍ୟୁ ଅଟେ। ପାପ, ମନୁଷ୍ୟ ପାପ କରିବା ଦ୍ୱାରା ପୃଥିବୀରେ ମୃତ୍ୟୁ ପ୍ରବେଶ କଲା, ଆଉ ସେଇ ଦିନ ଠାରୁ ମୃତ୍ୟୁ ରାଜତ୍ୱ କରୁଛି। ଆମେ ମୃତ୍ୟୁର ଅଧୀନତା ରହିଛୁ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା ଦ୍ୱାରା ଆମମାନେ ଅନନ୍ତ ଜୀବନର ଅଧିକାରୀ ହେଉଛୁ। ପ୍ରଭୁଙ୍କ ନାମର ସ୍ତୁତି, ପ୍ରଭୁଙ୍କ ନାମର ଗୌରବ। ତ ପାପକୁ ଆପଣ ଅନ୍ୟ ନାମ ଦେଇପାରିବେ। ସିନ୍ ଇଜ୍ ସିନ୍। ଅନେକ କୁହନ୍ତି ନା ଆଜ୍ଞା ଭୁଲ ହେଇଗଲା, ଭୁଲ ନାହିଁ, ସିନ୍ ଇଜ୍ ସିନ୍। ତାକୁ ଆପଣ ଅନ୍ୟ ନାମ ଦେଇପାରିବେ। ଆଉ ବିଶେଷ କରି କ୍ରିୟା କର୍ମରେ ପରିତ୍ରାଣ ମିଳେ ନାହିଁ, ଉଦ୍ଧାର ମିଳେ ନାହିଁ। ମନୁଷ୍ୟ ଧର୍ମ କରେ, ଏଇଟା ମୁଁ ବାରମ୍ବାର କହିବା ପାଇଁ ଚାହେଁ। ଆପଣ ଖ୍ରୀଷ୍ଟିଆନ ହୁଅନ୍ତୁ ବା ଆପଣ ଅନ୍ୟ କୌଣସି ଧର୍ମର ବ୍ୟକ୍ତି ହୁଅନ୍ତୁ, ଚର୍ଚ୍ଚ ଯାଇକି ବାଇବେଲ ପଢିକି ଦାନ ଦେଇକି ଦଶମାଂଶ ଦେଇକି ପରିତ୍ରାଣ ପାଇବନି। ପରିତ୍ରାଣ ପାଇଲା ପରେ ଚର୍ଚ୍ଚ ଯିବା, ବାଇବେଲ ପଢିବା, ପ୍ରାର୍ଥନା କରିବା, ଉପବାସ କରିବା, ଦାନ ଦେବା, ଦଶମାଂଶ ଦେବା, ଏଭ୍ରିଥିଙ୍ଗ ତାପରେ ଧର୍ମ କର୍ମ କରିକି ମୁଁ ପରିତ୍ରାଣ ପାଇପାରିବି। ମୁଁ ତ ଏତେ ପ୍ରାର୍ଥନା କରୁଛି, ଏତେ ଦାନ ଦଉଛି, ଏତେ ବାଇବେଲ ପଢୁଛି, ନିଶ୍ଚୟ ମୁଁ ପରିତ୍ରାଣ ପାଇଛି। ନାଇଁ ନାଇଁ, ପରିତ୍ରାଣ ପାଇଲା ପରେ ଏଗୁଡା କରିବା, ଏଇଟା କରିକି ପରିତ୍ରାଣ ପାଇହବନି। ଏଫିସିୟ ତାର 2:8-9 ଏଫିସିଆନ୍ସ ଚାପ୍ଟର 2:8-9। କାରଣ ଅନୁଗ୍ରହରେ ବିଶ୍ୱାସ ଦ୍ୱାରା ତୁମ୍ଭେମାନେ ପରିତ୍ରାଣ ପାଇଅଛ, ତାହା ତୁମ୍ଭମାନଙ୍କ ନିଜ ଠାରୁ ହୋଇନାହିଁ, ତାହା ଈଶ୍ୱରଙ୍କ ଦାନ, କ୍ରିୟା କର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ଏଠି ଦର୍ପ କଲା ଭଳିଆ ନାହିଁ ଯେ ନା ମୁଁ ଅମୁକ ଜାଗାକୁ ଗଲାରୁ ମୁଁ ଉଦ୍ଧାର ପାଇଲି, ମୁଁ ସେଇଠି ତୀର୍ଥ କରିବା ପାଇଁ ଗଲି, ମୁଁ ସେଇ ଜାଗାକୁ ଗଲି, ମୁଁ ଏଇ ଜାଗାକୁ ଗଲି, ମୁଁ ଜେରୁସାଲେମ ଗଲି, ମୁଁ ସେଇ ଜାଗାକୁ ଗଲି। ଅନେକ ବିଭିନ୍ନ ଧର୍ମର ବିଭିନ୍ନ ବୁଲିବା ଜାଗା ଅଛି, ଲୋକ ଯାଆନ୍ତି ବୁଲିକି ଆସନ୍ତି, ସେଇଠି ଗଲି। ଆଜ୍ଞା ନାଇଁ, ଆପଣ କୋଉଠି ଯାଆନ୍ତୁ, କ୍ରିୟା କର୍ମରେ ମୁକ୍ତି ମିଳେନି। ଦାନ ଧର୍ମ କରି, ତ୍ୟାଗ ତପସ୍ୟା କରି କେହି ବି ଉଦ୍ଧାର ପାଇପାରିବନି। ଏଟା ତୋର ମାଇଣ୍ଡ ରୁ କାଢବା ଦରକାର। ଏଇଟା ଗୋଟେ ବ୍ୟବସାୟ ଚାଲିଛି, ତ ତୁମେ ଏଇଟା କର, ତୁମେ ମୁକ୍ତି ପାଇଯିବ, ତମେ ସେଇଟା କର, ସବୁ କରିବ। ପ୍ରିୟ ଭାଇ ଭଉଣୀ ମାନେ, ଆମକୁ ବୁଝିବା ପାଇଁ ପ୍ରଭୁ ସାହାଯ୍ୟ। ଅନେକ ଲୋକ ନୂଆ ଘର ବନେଇଲା ପରେ ସେଠି କେତେ ଯଜ୍ଞ, କେତେ ପୂଜା କଣ କରାଯାଏ, ସେଇ ଘର ମାନଙ୍କ ଲୋକମାନେ ସୁଇସାଇଡ ହେବାର ଆମେ ଦେଖିଛୁ, ସେଇଠି ଲୋକମାନେ ବିଷ ଖାଇ ମରିବାର ଦେଖିଛୁ, ସେଇ ଘର ଗୁଡାକ ଭାଙ୍ଗିବାର ଆମେ ଦେଖିଛୁ। କାରଣ ଧର୍ମ କର୍ମ କରିକି ମୁଁ ଉଦ୍ଧାର ପାଇପାରିବିନି, ମତେ ଜଣେ ଉଦ୍ଧାରକର୍ତ୍ତାଙ୍କର ଆବଶ୍ୟକ ଅଛି। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ। ତେଣୁ ଏଭ୍ରି ପୁସ୍ତକ ଲେଖକ ଲେଖୁଛନ୍ତି, ବହୁତ ସ୍ପଷ୍ଟ ଭାବରେ ଏଭ୍ରି ପୁସ୍ତକ ଲେଖକ ଲେଖୁଛନ୍ତି। ପଢିବେ ମସ୍ତ, ଦୟାକରି ଖୋଲନ୍ତୁ। ଏଭ୍ରି ତାର 10 ପର୍ବ, ତାର 4, 5,
ପଦ ହଁ ମୁଁ ପଢୁଛି। କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରେ ଏହା ଅସମ୍ଭବ। କଣ ଅସମ୍ଭବ? ବୃଷ ଓ ଛାଗର ରକ୍ତ। ଆପଣଙ୍କ ଧର୍ମକର୍ମ ତ ନାହିଁ, ଆପଣଙ୍କର ବଳିଦାନ ମଧ୍ୟ ଉଦ୍ଧାର କରିପାରିବ ନାଇଁ ନାଇଁ ଅମୁକ ଅମୁକ ବଳିଦାନ କରିକି। କଣ ଲେଖା ଯାଉଛି? କାରଣ ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ, ଏଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି। ଖ୍ରୀଷ୍ଟ ମାନେ କଣ? ସ୍ୱର୍ଗରୁ ଏପଏଣ୍ଟେଡ ବ୍ୟକ୍ତି, ଏନଏଣ୍ଟେଡ ବ୍ୟକ୍ତି, ଯାହାଙ୍କୁ ସ୍ୱର୍ଗରୁ ପ୍ରେରିତ କରାଯାଇଛି, ଯେ ମନୁଷ୍ୟର ଉଦ୍ଧାର କରିବା ନିମନ୍ତେ ନିରୂପଣ କରାଯାଇ ପଠାଯାଇଥିଲେ। ଯୀଶୁ ଆସିଲେ, ଭୋକିଲା ଲୋକମାନଙ୍କୁ ଖାଇବାକୁ ଦେଲେ, ଜଳକୁ ଦ୍ରାକ୍ଷାରସ କଲେ, ପାଣି ଉପରେ ଚାଲିଲେ, ମୃତକୁ ଜୀବନ ଦେଲେ, କୁଷ୍ଠୀକୁ ସୁସ୍ଥ କଲେ, ଅନ୍ଧକୁ ନୟନ ଦେଲେ। କିନ୍ତୁ ଏସବୁର ଉର୍ଦ୍ଧ୍ୱରେ ସେ କାହିଁକି ଆସିଥିଲେ? ପରିତ୍ରାଣ କରିବା ନିମନ୍ତେ। ଆଜିର ସମୟରେ ଯୀଶୁଙ୍କର ସୁସ୍ଥତା ପ୍ରଚାର କରାଯାଉଛି, ଯୀଶୁଙ୍କ ମିରାକଲ ପ୍ରଚାର କରାଯାଉଛି। କିନ୍ତୁ ସବୁଠାରୁ ବଡ ମିରାକଲ କଣ? ଜଣେ ପାପୀ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଫେରି ଆସିବ। ପ୍ରିୟ ଭାଇ ଭଉଣୀ ମାନେ, କରୋନା ସଂକଟ କାଳ ଆମେ ବୁଝି ସାରିଲୁଣି ଯେ ଲାଇଫଟା କେତେ କମ ସମୟ ପାଇଁ ଅଛି। ଆଗରୁ ବହୁତ ବଡ ବଡ ସ୍ୱପ୍ନ ଆମେ ଦେଖୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ବୁଝିବା। କଣ ଲେଖା ଯାଉଛି? ବୃଷ ଓ ଛାଗର ରକ୍ତ ଯେ ପାପ ହରଣ କରିବ ଏହା ଅସମ୍ଭବ, ଏଥିପାଇଁ ଖ୍ରୀଷ୍ଟ ଜଗତକୁ ଆଗମନ କରି କହନ୍ତି, ବଳିଦାନ ଓ ନୈବେଦ୍ୟ ନ ଲୋଡ଼ି ମୋ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ପବିତ୍ର ନିଷ୍କଳଙ୍କ ଶରୀର ନେଇ ଆସିଲେ, ଯୋଉ ଶରୀରରେ ସେ ସମସ୍ତଙ୍କ ନିମନ୍ତେ ବଳିକୃତ ହେବେ, ଯଜ୍ଞ ହେବେ, ପ୍ରାଣ ଦେବେ, ରକ୍ତ ବୁହାଇବେ। ଶାସ୍ତ୍ର କଣ ବୋଲି କହୁଛି? 9 ପର୍ବ ତାର 22 ପଦରେ, ଏପ୍ରିଲ 9 ପର୍ବ 22 ପଦରେ, ବ୍ୟବସ୍ଥା ଅନୁସାରେ ମାନେ ନିୟମ ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ସୂଚୀକୃତ ହୁଏ, ଆଉ ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ରକ୍ତପାତ ବିନା ପାପ ମୋଚନ ହୁଏ ନାହିଁ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ଶରୀର ନେଇକି ଜଗତକୁ ଆସିଲେ। ମୁଁ ଆପଣଙ୍କୁ କହୁଥିଲି ଯେ ପରିତ୍ରାଣ ସଦାପ୍ରଭୁଙ୍କର ଅଧିକାର, ସଦାପ୍ରଭୁଙ୍କ ଦ୍ୱାରା ହୁଏ, ତାଙ୍କ ଠାରୁ ଆସେ। ଏଟା ମନୁଷ୍ୟର ଇନଭେନ୍ସନ ନୁହେଁ। ତେଣୁ ଏ ଧର୍ମ ପରିବର୍ତ୍ତନ ଆଡକୁ ଯାଆନ୍ତୁ ନା। ଆଜ୍ଞା ସେ ଧର୍ମ ଭଲ ଲାଗିଲା ନାହିଁ, ଏ ଧର୍ମକୁ ଗଲି। ଅନେକ ଧର୍ମ ପରିବର୍ତ୍ତନ, ଅନେକ ନାମ ପରିବର୍ତ୍ତନ, କିଛି ପରିବର୍ତ୍ତନ ଦରକାର ନାହିଁ। ଆପଣ ହୃଦୟ ପରିବର୍ତ୍ତନ ହେବା ଦରକାର। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିବା ସମୟରେ ମୁଁ କହୁଥିଲି ଯେ ବାପ୍ତିଜକ ଯୋହନ ସେ କଣ ବୋଲି କହୁଛନ୍ତି? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଯଦି ସ୍ୱର୍ଗ ରାଜ୍ୟକୁ ଯିବାର ଅଛି, ମନ ପରିବର୍ତ୍ତନ ହେବାର ଅଛି। ଆପଣଙ୍କ ମନ ପରିବର୍ତ୍ତନ ନ ହେଇ ଆପଣ ଓଡିଶାରେ ରହିପାରିବେ, ଆନ୍ଧ୍ରରେ ରହିପାରିବେ, ତାମିଲନାଡୁ ରହିପାରିବେ, କେରଳରେ ରହିପାରିବେ, ଆମେରିକାରେ ରହିପାରିବେ, ଜାପାନରେ, କୋରିଆରେ, ସ୍ପେସରେ ବି ଯାଇକି ରହିପାରିବେ, କିନ୍ତୁ ସ୍ୱର୍ଗକୁ ଯାଇପାରିବେ। ମନ ପରିବର୍ତ୍ତନ ଯଦି ହବ ନାହିଁ, ସ୍ୱର୍ଗର ସ୍ୱପ୍ନ ଦେଖିବା ନାହିଁ। ମନ ପରିବର୍ତ୍ତନ ସେଇଥିପାଇଁ ଦରକାର। ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ସ୍ୱର୍ଗ ରାଜ୍ୟକୁ ଯିବାର ଅଛି, ତେବେ ମନ ପରିବର୍ତ୍ତନ କରିବାର ଅଛି। ପ୍ରଭୁ ଯୀଶୁ ମଧ୍ୟ ବାପ୍ତିଜକ ଯୋହନ ଗଲା ପରେ ଯୀଶୁ ମଧ୍ୟ ଆସି ସେଇ କଥା କହିଲେ। ପଢିବେ ଟିକେ ମାଥ୍ୟୁ 4 ପର୍ବ 17 ପଦ। ସେହି ସମୟ ଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ମାନେ ବାପ୍ତିଜକ ଯୋହନଙ୍କର ମସ୍ତକ ଛେଦନ କରାଗଲା ପରେ, ମାନେ ସତ୍ୟ ଯଦି କହିବେ ମୁଣ୍ଡ କଟିବ ହିଁ କଟିବ, ମୁଣ୍ଡ କଟିବ। ମୁଁ ଆପଣମାନଙ୍କୁ ଆଗରୁ କହିଛି, ବାପ୍ତିଜକ ଯୋହନ 6 ମାସରୁ ଅଧିକ ମିନିଷ୍ଟ୍ରି କରିପାରିଲେ। ଆମମାନେ 6 ବର୍ଷ, 26 ବର୍ଷ, 30 ବର୍ଷ କଲୁଣି, କିନ୍ତୁ ଆମର ବାପ୍ତିଜକ ଯୋହନଙ୍କ ଭଳିଆ ମେସେଜ ଆଜି ପର୍ଯ୍ୟନ୍ତ ହେଇନି। ସାଲିସ ନଥିଲା ତାଙ୍କର ସମ୍ବାଦ, କେବଳ 6 ମାସର ସେବା କାର୍ଯ୍ୟ। ସେ କଣ ବୋଲି କହିଲେ? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ସେ ଗଲା ପରେ ଯୀଶୁ ଖ୍ରୀଷ୍ଟ ଆରମ୍ଭ କଲେ। ସେ ଯୋଉଠି ଛାଡିଥିଲେ ଯୀଶୁ ସେଇଠୁ ଆରମ୍ଭ କଲେ। କଣ ବୋଲି କହୁଛନ୍ତି? ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଯୀଶୁ ମଧ୍ୟ ବେଶୀ ଦିନ ରହିପାରିଲେ ନାହିଁ। 3 ବର୍ଷ 6 ମାସ କାଳ ସେ ସେବା କାର୍ଯ୍ୟ କଲା ପରେ ତାଙ୍କୁ ମଧ୍ୟ କ୍ରୁଶାର୍ପିତ କରାଗଲା, କାରଣ ସେ ସେଇଥିପାଇଁ ତ ଆସିଥିଲେ। ଯୀଶୁ ଖ୍ରୀଷ୍ଟ କ୍ରୁଶରେ ବଳିକୃତ ହେବା ପାଇଁ ଆସିଥିଲେ। ସେ ମୃତ୍ୟୁ ଭୋଗ କରିବା ପୂର୍ବରୁ ଏଇ କଥା କହିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ଆଉ ଯୀଶୁ ମୃତ୍ୟୁକୁ ଜୟ କରିକି ସେ ସ୍ୱର୍ଗକୁ ଗଲା ପରେ ଶିଷ୍ୟମାନେ ବି ସେଇ ସମ୍ବାଦ ହିଁ କହିଲେ। ପ୍ରେରିତ ତାର 2 ପର୍ବ ତାର 38 ପଦ ପଢିବେ। ପ୍ରେରିତ 2 ପର୍ବ 38 ପଦ। ତେଣୁ ପିତର ସେମାନଙ୍କୁ କହିଲେ,
आपण माने मन परिवर्तन करंतु ଆଉ ନିଜ ନିଜ ପାପ କ୍ଷମା ନିମନ୍ତେ ପ୍ରତ୍ୟେକ ଜଣ ଯୀଶୁଖ୍ରୀଷ୍ଟଙ୍କ ନାମରେ ବାପ୍ତିଜିତ ହେଅନ୍ତୁ, ତାହାହେଲେ ଆପଣମାନେ ପବିତ୍ର ଆତ୍ମାଙ୍କର ଦାନ ପ୍ରାପ୍ତ ହେବେ। ଏଇଟା ଆମେ କଣ ଦେଖୁଛୁ? ଏଇଠି ସେଇ ଦିନ ସେ କଣ କହୁଛନ୍ତି? ମନ ପରିବର୍ତ୍ତନ କର। ପ୍ରେରିତ ଶିଷ୍ୟମାନଙ୍କ ସେଇ କାମ ଥିଲା, ମନ ପରିବର୍ତ୍ତନ କର, ମନ ପରିବର୍ତ୍ତନ କର। କାରଣ ବାଇବଲରେ ସ୍ପଷ୍ଟ ଆଦେଶ ଅଛି। ପଢିବେ ଟିକେ ଲୁକ 24 ପର୍ବ ତାର 47 ପଦ। ଲୁକ 24 ତାର 47। ପୁଣି ଜେରୁସାଲେମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। କୋଉଠୁ ଆରମ୍ଭ କରାଯିବ? ଜେରୁସାଲେମରୁ ଆରମ୍ଭ କରି ସମସ୍ତ ଜାତିଙ୍କ ନିକଟରେ ତାହାଙ୍କ ନାମରେ ପାପ କ୍ଷମା। କାହାର ନାମରେ? ଯୀଶୁଙ୍କ ନାମରେ ପାପ କ୍ଷମା ନିମନ୍ତେ ମନ ପରିବର୍ତ୍ତନର ପ୍ରସଙ୍ଗ ଘୋଷଣା କରାଯିବ। ଅଲବତ କରାଯିବ। ମନ ପରିବର୍ତ୍ତନ ପ୍ରସଙ୍ଗ ଘୋଷଣା କରାଯିବ। ତାହାଙ୍କ ନାମରେ ପାପ କ୍ଷମା। ସେ ଗୀତଟା ମତେ ବହୁତ ଭଲ ଲାଗେ। ନାହିଁ କାହିଁ ରେ ଗତି ମୁକ୍ତି, ଜାଣରେ ନାହିଁ କାହିଁ ରେ ଗତି ମୁକ୍ତି, ଯୀଶୁ ବିନା ପାପୀର, ଯୀଶୁ ବିନା ପାପୀର ଆନରେ ନାହିଁ କାହିଁ ରେ ଗତି ମୁକ୍ତି। ଯଦି ମୁକ୍ତି ପାଇବାର ଅଛି, ଉଦ୍ଧାର ପାଇବାର ଅଛି, ସେଇ ପଥ ଯାଅ, ସେଇ ପଥ ଯାଅ। ଯୀଶୁ କହିଲେ ଏ ଝାମେଲାରେ ପଡିବୁନି, ଯାଇ କହିବ ଜିସସ୍ ଇଜ ଦ ଓନ୍ଲି ୱେ। ଯୀଶୁ ହିଁ ଏକମାତ୍ର ପଥ, ଯୀଶୁ ହିଁ ଏକମାତ୍ର ସତ୍ୟ, ଯୀଶୁ ହିଁ ଜୀବନ ଅଟନ୍ତି। ସେଇଥିପାଇଁ ତାଙ୍କୁ ମର୍ଡର କରିଦେଲେ ନା। ଆମର ବ୍ୟବସାୟ ବନ୍ଦ ହେଇଯିବ ଯଦି ସେଇ ଦିନର ତାଡ଼ନା ଚାଲିଛି ଚାଲିଛି ଚାଲିଛି। ଚାଲିଛି। ତାଙ୍କୁ ହତ୍ୟା କରାଗଲା।
ସେ ବୃଦ୍ଧ ଭାଇ ମରି ନାହାନ୍ତି, ତାଙ୍କୁ ହତ୍ୟା କରାଯାଇଛି। କାହିଁକି? ଯେତେବେଳେ ସେ କହିଲେ ଯୀଶୁ ହିଁ, ଲୋକ କହିଲେ ଇଏଟା ଯଦି ଚାରିଆଡେ ଚାଲିଲା ଆମର ବେପାର ବନ୍ଦ ହେଇଯିବ, ଆମ ବିଜନେସ ବନ୍ଦ ହେଇଯିବ। ପ୍ରିୟ ଭାଇ ଭଉଣୀ ମାନେ, ମନୁଷ୍ୟ ମାନେ ପାପରେ ମରୁଛନ୍ତି, ବିନଷ୍ଟ ହଉଛନ୍ତି, ଉଦ୍ଧାର କୋଉଠି ମିଳିବ କାଙ୍ଗାଳି ବୁଲୁଛନ୍ତି। ସେମାନଙ୍କୁ ସତ୍ୟତା ନ କହିକି ଆମର ବ୍ୟବସାୟ, ଆମର ଆଭିଜାତ୍ୟକୁ ଆମେ ଦେଖାଉଛୁ। ଆମର ବ୍ୟବସାୟ କଣ ହବ? ଆମର ପିଢିର ବ୍ୟବସାୟ କଣ ହବ? ବ୍ୟବସାୟ ନାହିଁ, ମନୁଷ୍ୟର ଆତ୍ମା ସହିତ ଖେଳିବ। ମନୁଷ୍ୟ ଉଦ୍ଧାର ପାଇବା ଦରକାର, ସେ ପାପ କ୍ଷମା ପାଇବା ଦରକାର। ଆଉ ସେଇ ପାପ କ୍ଷମା କେବଳ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଅଛି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ। ମୁଁ ଆପଣ କହୁଥିଲି ଲୁକ 19:10 ଯୀଶୁ କାହିଁକି ଆସିଥିଲେ ଜଗତରେ? ଆସିବାର ଗୋଟେ ପକ୍କା କାରଣ ଥିଲା। ଯାହା ହଜି ଅଛି ତାହା ଖୋଜି ରକ୍ଷା କରିବା ପାଇଁ ମନୁଷ୍ୟ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଜଗତକୁ ଆସିଥିଲେ। ସେ କାହିଁକି ଆସିଥିଲେ? ମାର୍କ 10:45 ପଢିବେ। ମାର୍କ 10:45। କାରଣ ମନୁଷ୍ୟ ପୁତ୍ର ମଧ୍ୟ ସେବା ପାଇବାକୁ ଆସିନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି। ଯୀଶୁ କାହିଁକି ଆସିଅଛନ୍ତି? ମୁକ୍ତିର ମୂଲ୍ୟ ସ୍ୱରୂପେ ଆପଣା ପ୍ରାଣ ଦେବାକୁ ଆସିଅଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ଆମେ ବିନା ମୂଲ୍ୟରେ ପରିତ୍ରାଣ ପାଉନାହୁଁ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଲରେଡି ମୂଲ୍ୟ ଦେଇ ସାରିଛନ୍ତି। ମନୁଷ୍ୟ ତାର ଜୀବନ ସାରା ଉପାର୍ଜନ କରିକି ତାର ଜୀବନ ଜଳାଞ୍ଜଳି କରିଦେଲେ ବି ଉଦ୍ଧାର ପାଇପାରିବ। ତାର ପଇସା ବିନିମୟରେ, ତାର ଧର୍ମକର୍ମ ବିନିମୟରେ ସେ ଉଦ୍ଧାର ପାଇପାରିବ ନାହିଁ। ତେଣୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ, ଆଉ ସେ ମୁକ୍ତିର ମୂଲ୍ୟ ଦେଲେ। ମୁକ୍ତିର ମୂଲ୍ୟ କଣ? ତାଙ୍କର ପ୍ରାଣ। ଆମର ପ୍ରାଣ ରକ୍ଷା ପାଇବାର ଅଛି, ସେଥିପାଇଁ ସେ ତାଙ୍କର ପ୍ରାଣକୁ ଦେଲେ। ସେଥିପାଇଁ ଲେଖା ଅଛି ବାଇବଲରେ, ତୁମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛି। ବିଶେଷ ମୂଲ୍ୟରେ ଆମେ କିଣା ଯାଇଛୁ। ଆମେ ମାଗଣାରେ ପରିତ୍ରାଣ ପାଇନୁ, ସେଇଥିପାଇଁ ଯୀଶୁ ପେଡ୍ କରି ସାରିଛନ୍ତି। He has paid the price। ଆମେ ଉଦ୍ଧାର କେମିତି ପାଉ? ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରି ଗ୍ରହଣ କରିବା ଦ୍ୱାରା ଆମେ ଉଦ୍ଧାର ପ୍ରାପ୍ତ। ଯୀଶୁ କାହିଁକି ଆସିଥିଲେ? ପ୍ରଥମ ଯୋହନ ତାର 2:2 ଆଉ ସେ ଆମ୍ଭମାନଙ୍କ ପାପ ନିମନ୍ତେ, କେବଳ ଆମ୍ଭମାନଙ୍କ ପାପ ନିମନ୍ତେ ନୁହେଁ, ମାତ୍ର ସମସ୍ତ ଜଗତର ପାପ ନିମନ୍ତେ ମଧ୍ୟ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ କଣ ଅଟନ୍ତି? ସମୁଦାୟ ମାନବ ଜାତି ନିମନ୍ତେ ସେ ପ୍ରାୟଶ୍ଚିତ ସ୍ୱରୂପ ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି ସମୁଦାୟ ମାନବ ଜାତିର ପ୍ରାୟଶ୍ଚିତ। ସେ ହିଁ ଏକମାତ୍ର ପ୍ରାୟଶ୍ଚିତ ଅଟନ୍ତି। ସମୁଦାୟ ମାନବ ଜାତି ପାଇଁ ପ୍ରାୟଶ୍ଚିତ ଅଟନ୍ତି। ଆମର ପାପର ପ୍ରାୟଶ୍ଚିତ ସେ ହେଲେ। କେତେ ସୁନ୍ଦର ଲେଖାଯାଉଛି। ପ୍ରଥମ ଯୋହନ ତାର 3:5 ପଢିବେ। ଆଉ ତୁମ୍ଭେମାନେ ଜାଣ ଯେ ସେ ପାପ ବହି ନେଇ ଯିବା ପାଇଁ ପ୍ରକାଶିତ ହେଲେ, ଆଉ ତାହାଙ୍କ ଠାରେ ପାପ ନାହିଁ। କଣ ଲେଖା? ସେ ପାପ ବହି ନେଇ ଯିବା ନିମନ୍ତେ ସେ ଜଗତକୁ ଆସିଲେ, ପାପ ବହି ନେଇ ଯିବା ନିମନ୍ତେ। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କ ନାମର ସ୍ତୁତି ହଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ ଆମମାନଙ୍କର କଣ? ଆମର ପାପ ବହି ନେଇ ଯିବା ସେ ପ୍ରକାଶିତ ହେଲେ। ତେଣୁ ଏଇ ଜାଗାରେ ଆମେ କୋଉଠି ବି ଆମେ ଧର୍ମ ପରିବର୍ତ୍ତନ କଥା ଦେଖୁନା। ବାଇବଲ ସାରା ଏଇ କଥା ଆମକୁ କୁହାଯାଉଛି ଯେ ମନ ପରିବର୍ତ୍ତନ କର। ଆମେ ପ୍ରାର୍ଥନା କରିବା ଆମର ଦେଶର ଲୋକମାନେ ଯେପରି ମନ ପରିବର୍ତ୍ତନ କରିବେ। ଆମର ପରିବାର, ଆମର ପ୍ରିୟଜନ, ଆମର ବନ୍ଧୁବର୍ଗ ମଧ୍ୟରେ ଅନେକ ଲୋକ ଏବେ ପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରନ୍ତି ନାହିଁ, ଗ୍ରହଣ କରନ୍ତି, ଜାଣି ନାହାନ୍ତି। ତାଙ୍କୁ କୁହାଯାଏ ଯେ ବିଦେଶୀ ଭଗବାନ, ଏଟା ସେମାନଙ୍କ ଭଗବାନ, ନୀଚ ଜାତି, ଏଟା ସମାନ ଗରିବ ଶ୍ରେଣୀ, ଏମିତି ଅଜ୍ଞାନ ମୂର୍ଖ ମାନଙ୍କୁ ଏମାନେ କରନ୍ତି ବୋଲିକି ସେ ଯୋଉ ଲୋକମାନେ ତାଙ୍କ କନିଙ୍ଗନେସ୍ ସେ କଥା କହିଲେ, ଲୋକ ଭାବିଲେ ସତ କଥା ବୋଲି। ସେମାନେ ପହଞ୍ଚିବା ପାଇଁ ବି ଦେଲେନି। ଦେଖିବେ ଯୋଉଠି ଚର୍ଚ୍ଚ ଘର ଥିଲା ଭାଙ୍ଗିଦିଅ, ସେ ଚର୍ଚ୍ଚକୁ ପ୍ରଚାରକୁ ଘୋଡେଇ ଦିଅ, ଖ୍ରୀଷ୍ଟିଆନ ମାନଙ୍କୁ ସାଇଡ ଅଲଗା କରିଦିଅ। ଏମାନେ ଯଦି ମଝିରେ ରହିଲେ ଅସୁବିଧା, ତାକୁ ଅଲଗା କରିଦିଅ। କାହିଁକି? ଏମାନେ ଯଦି ରହିବେ ଆମ ଲୋକ ସତ୍ୟତା ଜାଣିବେ, ଆମେ ଗଲୁ କୁଆଡେ ଯିବା? ପ୍ରିୟ ଭାଇ ଭଉଣୀ ମାନେ, ଶିଷ୍ୟମାନଙ୍କୁ କାହିଁକି ତାଡନା କରାଗଲା? ପାଉଲଙ୍କୁ କାହିଁକି ତାଡନା କହିଲେ? ସେ ମୂର୍ତ୍ତିକାର ମାନେ ଭାବିଲେ ଯେ ଏମାନେ ଯଦି ସତ୍ୟ ପରମେଶ୍ୱରଙ୍କୁ କହିବେ ଆମର ବ୍ୟବସାୟ ବନ୍ଦ ହେଇଯିବ, କଣ କରିବା? ତାଡନା କରିବା, ଗୋଡେଇବା ମାରିକିରି। ତେବେ ପରିଚ୍ଛନ୍ନ କେମିତି ମିଳେ? ଗୋଟେ ପଦ ଆମେ ପଢିବା ଆଉ ସମାପ୍ତ କରିବା। ରୋମିଓ ତାର 10 ପର୍ବ ତାର 9 ଆଉ 10 ପଦ। ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ
ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। କାରଣ ଧାର୍ମିକତା ପ୍ରାପ୍ତି ନିମନ୍ତେ ମନୁଷ୍ୟ ହୃଦୟରେ ବିଶ୍ୱାସ କରେ ଓ ପରିତ୍ରାଣ ପ୍ରାପ୍ତି ନିମନ୍ତେ ମୁଖରେ ସ୍ୱୀକାର କରେ। କେତେ ସ୍ପଷ୍ଟ ଦେଖନ୍ତୁ, ପରିତ୍ରାଣ କେମିତି ପାଇବ? ସ୍ପଷ୍ଟ ଭାବରେ ତୁମେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ, ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହବ। କିଛି କରିବା ପାଇଁ ପଡିବନି, କୌଣସି କ୍ରିୟାକର୍ମ, କୌଣସି ଧର୍ମକର୍ମ କରିବା ପାଇଁ ପଡିବନି। ଉଦ୍ଧାର ଏମିତି ମିଳେ, ପାପ କ୍ଷମା ଏମିତି ମିଳେ। ଆସନ୍ତୁ ଚକ୍ଷୁ ବନ୍ଦ କରିବା।